ବ୍ରହ୍ମପୁର ସହରର ସୁନାମଧନ୍ୟ ଉଦ୍ଘୋଷକ ଡକ୍ଟର ହୃଷିକେଶ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀ ସୁଦୀପ୍ତା ପାଣିଗ୍ରାହୀ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଦୀର୍ଘ 30 ବର୍ଷ ଧରି ନିଜର ଉପସ୍ଥାପନା ଯୋଉଭଳି ଭାବେ ଆକର୍ଷଣୀୟ କରିଛନ୍ତି ଏବଂ ସୁନ୍ଦର କରିଛନ୍ତି, କେବଳ ଯେ ବ୍ରହ୍ମପୁର ସହର ନୁହେଁ, ଜିଲ୍ଲା ବାହାରେ ଗଞ୍ଜାମ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ ଭାରତର ବିଭିନ୍ନ ସ୍ଥାନରେ ସେ ନିଜର ଉପସ୍ଥାପନା କରିକି ବେଶ ପ୍ରଶଂସା ମଧ୍ୟ ସାଉଣ୍ଟୁଛନ୍ତି। ଆମ ସହିତ ସିଧାସଳଖ ଯୋଡ଼ି ହୋଇଛନ୍ତି ଡକ୍ଟର ହୃଷିକେଶ ପାଣିଗ୍ରାହୀ ଏବଂ ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ପାଣିଗ୍ରାହୀ ମ୍ୟାଡ଼ାମ ଯୋଡ଼ି ହୋଇଛନ୍ତି। ଆମେ ଆଲୋଚନା କରିବା ଯେ କେତେଟା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ କରିଛନ୍ତି, କେତେ ବର୍ଷ ଧରିକି ସେ ବର୍ତ୍ତମାନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦ୍ଘାସିକା ଭାବେ ରହିଛନ୍ତି। ତାଙ୍କୁ ସିଧାସଳଖ ଆଲୋଚନା କରିବା। ସାର୍, ନକ୍ଷତ୍ର ନ୍ୟୁଜକୁ ସ୍ୱାଗତ କରୁଛି। ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଯେ ଆମେ ଆମ ଦ୍ୱାରା ସୃଷ୍ଟି ହୋଇଥିବା ରେକର୍ଡକୁ ଜାଣିବା ପାଇଁ ଏବଂ ଜନସାଧାରଣଙ୍କୁ ଜଣାଇବା ପାଇଁ ଆପଣ ଯେଉଁ ପ୍ରଚେଷ୍ଟା କରିଛନ୍ତି ସେଥିପାଇଁ ଆପଣଙ୍କୁ ପ୍ରଥମେ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଚ୍ୟାନେଲକୁ ମଧ୍ୟ ଧନ୍ୟବାଦ ଜଣାଉଛୁ। କ'ଣ କହିବେ, ଯୋଉଭଳି ଭାବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି? ଦେଖନ୍ତୁ, ଏମିତି ବହୁତ ଲୋକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି, କିନ୍ତୁ ଆପଣମାନେ ଯେତେବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ, ଆମମାନଙ୍କୁ ଗୋଟେ ଅଲଗା ଖୁସି ଲାଗିଲା। ଯୋଉଭଳି ଭାବେ ଆପଣମାନେ ଏଙ୍କରିଂ କରୁଥିଲେ, ମ୍ୟାଡାମ ଇଂଲିଶରେ କରୁଥିଲେ, ଆପଣ ଓଡ଼ିଆରେ କରୁଥିଲେ ଏବଂ ଯୋଉ କି ୱିଥାଉଟ୍ ସ୍କ୍ରିପ୍ଟରେ କଲା ଭଳିଆ ଯେଭଳି ଭାବେ ଆମକୁ ଲାଗୁଥିଲା, ଏତେ ବଢିଆ ଶୁଣିବାକୁ, ଆମେ କେବଳ ଆପଣମାନଙ୍କ ଏଙ୍କରିଂ ଦେଖିବା ପାଇଁ ଯାଉଥିଲେ ଏବଂ ୟାରି ଭିତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଆଉ କ'ଣ ସବୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ, କ'ଣ କ'ଣ ସବୁ ଥିଲା, କଣ୍ଟେଣ୍ଟ କ'ଣ ରହିଥିଲା ଏବଂ ସେମାନେ କୋଉ ବେସିସରେ ଆପଣମାନଙ୍କୁ ଦେଲେ? এটা ବହୁତ ବଡ଼ କଥା ଆପଣ କହିଛନ୍ତି ଏବଂ ଆପଣଙ୍କୁ ଧନ୍ୟବାଦ ଯେ ଆମର ଏଙ୍କରିଂ ଆପଣଙ୍କୁ ଭଲ ଲାଗିଛି। ଆମର ଯେତେବେଳେ 1993 ମସିହା ଫେବୃଆରୀ ମାସର 20 ତାରିଖ 19 ତାରିଖରେ ଆରମ୍ଭ ହୋଇଥିଲା ତାଙ୍କର ଫେଷ୍ଟିଭାଲଟା। କେଉଁ ତମ ଫେଷ୍ଟିଭାଲ ମନେ ପଡ଼ୁନି, ଗୁରୁ ଗଙ୍ଗାଧର ପ୍ରଧାନଙ୍କର। ପ୍ରଥମ ଦିନ ସୁଦୀପ୍ତା ଏଙ୍କରିଂ କରୁଥିଲେ ଡକ୍ଟର ଜଗମୋହନ ମିଶ୍ରଙ୍କ ସହିତ। କିଛି ସମସ୍ୟା ହେଲା, ସିଏ କହିଲେ ନାହିଁ ତା ପରଦିନ ଆମେ କରିବୁ ନାହିଁ। ଗଙ୍ଗା ସାର୍ଙ୍କର ଯେଉଁ ପରିବାର ଥିଲେ ସେମାନେ ଆସି କହିଲେ ଯେ ନାଇଁ ସାର୍, ଆପଣ କାଲିଠୁ ସାର୍ଙ୍କ ମ୍ୟାଡ଼ାମଙ୍କ ସହିତ ମିଶି କରିବେ କି? ମୋର ଭାଗ୍ୟ ଥିଲା, ମୁଁ ସେଇ ମଞ୍ଚରେ ଠିଆ ହେଲି ଏବଂ କଲି ଏବଂ ସେଇଥିରେ ପ୍ରଥମ ଥର ଯେଉଁଟା ଆପଣ କହିଲେ, ପ୍ରଥମ ଥର ପାଇଁ ଏଙ୍କରିଂକୁ ନେଇକି ତାଳି ହେଲା, ହଜାର ହଜାର ସଂଖ୍ୟାର ଲୋକଙ୍କର ତାଳି। ଆମକୁ ଉତ୍ସାହ ହେଲା, ଆମ ଭିତରେ ଉଦ୍ଦୀପନା ସୃଷ୍ଟି ହେଲା ଏବଂ ସେଇଠି ଆମ ନିମନ୍ତ୍ରଣ ହେଲା ଗୁରୁ ପଙ୍କଜଚରଣ ଦାସ, ଯିଏ ଆଦିଗୁରୁ ଓଡ଼ିଶୀର, ପ୍ରଥମ ପଙ୍କଜ ମହୋତ୍ସବ ପାଇଁ। ପ୍ରଥମ ପଙ୍କଜ ମହୋତ୍ସବ ଯେତେବେଳେ ରବୀନ୍ଦ୍ର ମଣ୍ଡପରେ କଲୁ, ସେଠି ଗୁରୁ କେଳୁଚରଣ ମହାପାତ୍ର କହିଲେ ରଘୁରାଜପୁର ଆସନ୍ତୁ। ତାପରେ ଗୋଟେ ପରେ ଗୋଟେ ଫେଷ୍ଟିଭାଲ ଚାଲିଲା। ଏମିତି ଯେତେବେଳେ ଆମେ ହିସାବ କରି ଯଦି ଦେଖିବୁ, ଆମେ ତ ଦେଖିପାରିଲୁ ନାହିଁ, କେବଳ ଓଡ଼ିଆ ଏ ଯେଉଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପାଇଁ ଆମେ ଚିନ୍ତା କଲୁ। 200ରୁ ଉର୍ଦ୍ଧ୍ୱ ଫେଷ୍ଟିଭାଲ, ଭାରତର ଶିରିଠୁ ଆରମ୍ଭ କରି ଋଷିକେଶ ପର୍ଯ୍ୟନ୍ତ, କଲିକତାରୁ ଆରମ୍ଭ କରି ବମ୍ବେ ପର୍ଯ୍ୟନ୍ତ, ଦିଲ୍ଲୀରୁ ଆରମ୍ଭ କରିକି ଚେନ୍ନାଇ ପର୍ଯ୍ୟନ୍ତ, ଏମିତି ବହୁତ ସହର ମନେ ପକେଇ ହେବ ନାହିଁ। 30 ବର୍ଷର ଲମ୍ବା ଇତିହାସ। ସେତେବେଳେ ନା ଡିଜିଟାଲ କ୍ୟାମେରା ଥିଲା, ନା କ୍ୟାମେରାରେ ସୁଟିଂ ବେଶୀ ଭଲ ହେଉଥିଲା। ଆପଣ ଭାବନ୍ତୁ, ସେହି ସମୟରେ ଆମେ ରେକର୍ଡ଼ିଂ କରୁଥିଲୁ ଏବଂ ସେତେବେଳେ ଯେଉଁ ମାଇକ୍ରୋଫୋନ୍ ଥିଲା, କର୍ଡଲେସ୍ ମାଇକ୍ରୋଫୋନ୍ର ବ୍ୟବହାର ମଧ୍ୟ ବହୁତ କମ୍ ଥିଲା। କିନ୍ତୁ ଆମ ଭିତରେ ଉତ୍ସାହ ଥିଲା, ଉଦ୍ଦୀପନା ଥିଲା ଏବଂ ସେଇ ସମସ୍ତ ବ୍ୟବସ୍ଥାକୁ ନେଇକି ଆମେ ଗୋଟେ ପରେ ଗୋଟେ ଏଙ୍କରିଂ କରିଚାଲିଲୁ। ଏବଂ ବିଶ୍ୱାସ କରନ୍ତୁ ଯେ ସେହି ସମୟରେ ଯେଉଁ ଉତ୍ସବ ଗୁଡ଼ିକ ହେଉଥିଲା, ସେଥିରେ ଯେଉଁ ଉପସ୍ଥାପନା ଥିଲା, କେବଳ କଥିତ ଭାଷାରେ 2 ପଦ କହିଦେଉଥିଲେ ଯେ ଅମୁକ କାର୍ଯ୍ୟକ୍ରମ ହେବ। କିନ୍ତୁ ପରବର୍ତ୍ତୀ ସମୟରେ ଉପସ୍ଥାପନା ଏକ କଳା ହେଲା, ଯେଉଁଥିରେ କି ଦର୍ଶକ ସହିତ କଳାକାର, କଳାର ଯେଉଁ ଆର୍ଟ ଫର୍ମ ଅଛି, ଏହାର ଯେଉଁ କନେକ୍ସନ୍, ଯେଉଁ ସଂଯୋଗ କରିବା ପାଇଁ ଯେଉଁ ବ୍ୟବସ୍ଥା କରାଗଲା, ସେଇଟା ହେଉଛି ଆମ ଉପସ୍ଥାପନା। ସେଥିରେ ମୁଁ ଭାବୁଛି ବୋଧେ ଓଡ଼ିଶାରେ ପ୍ରଥମ ଥର ପାଇଁ ହୃଷିକେଶ ସୁଦୀପ୍ତା ଯୋଡ଼ି এই କାର୍ଯ୍ୟକ୍ରମ ଉପସ୍ଥାପନା କଲାବେଳେ ଲୋକ ତାଳି ମାରିବା ଆରମ୍ଭ କରିଥିଲେ। କଳାକାରର କଳା ପ୍ରଦର୍ଶନ ଏବଂ ଦର୍ଶକ, ୟାର ଯେଉଁ କନେକ୍ସନଟା ଆମର ଉପସ୍ଥାପନା ଶୈଳୀରେ ଆରମ୍ଭ ହେଲା। ଏବଂ ଯେମିତି ଆପଣଙ୍କୁ କହିଲି ଯେ ବୋଧହୁଏ ପ୍ରଥମ ଥର ପାଇଁ ଏଙ୍କରିଂକୁ ବା ଉପସ୍ଥାପନାକୁ ଲୋକେ ତାଳି ମାରିବା ଆରମ୍ଭ କରିଥିଲେ, କେତେବେଳେ କାର୍ଯ୍ୟକ୍ରମ ପାଇଁ ତ କେତେବେଳେ ଉପସ୍ଥାପନା ପାଇଁ। ହେଲେ ଏଇ ଯେଉଁ ଉପସ୍ଥାପନା ଶୈଳୀ ଆମେ କଲୁ, ଧୀରେ ଧୀରେ ଆମେ ଚେଷ୍ଟା କଲୁ ଆଉ ଟିକେ ସୁନ୍ଦର କରିବା ପାଇଁ। ଶବ୍ଦ ସହିତ ସଂସ୍କୃତର ବ୍ୟବହାର କଲୁ। ସଂସ୍କୃତ ଶ୍ଲୋକରୁ ଆପଣ ଶୁଣିଥିବେ, ବହୁତ ଜାଗାରେ ଆମେ ବ୍ୟବହାର କରୁ। ହିନ୍ଦୀରେ ମଧ୍ୟ ଆମେ କିଛି କିଛି ଉଦ୍ଧାର କରୁଛୁ। କିନ୍ତୁ ବିଶେଷ କରିକି ଆମର ସେଥିରେ ଯେଉଁ ତତ୍ତ୍ୱ ରହୁଛି, ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡ଼ିଶାର କଥା ଏବଂ ଗାଥା, ୟାକୁ ନେଇକି ହିଁ ବର୍ଷ ପରେ ବର୍ଷ, 30 ବର୍ଷ ବିତିଗଲା। ଆମେ ଜାଣିନଥିଲୁ ଯେ ଦିନେ ଏଇଟା ରେକର୍ଡ ହେବ ଏବଂ ଆପଣମାନେ ଆମକୁ ଆସିକି କେମିତି ସାକ୍ଷାତକାର କରିବେ। ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ, 1993 ମସିହାଠୁ ଏବଂ ଆଜି ପର୍ଯ୍ୟନ୍ତ ଆପଣମାନେ ଏଙ୍କରିଂ କରୁଛନ୍ତି ଏବଂ ଦୀର୍ଘ 30 ବର୍ଷ ହେଇଗଲାଣି। ୟାର ଭିତରେ ଆପଣ ବିଭିନ୍ନ ସ୍ଥାନରେ ଆପଣମାନେ ଆପଣଙ୍କର ଏଙ୍କରିଂ କରିଛନ୍ତି। ଆପଣ ଏଥିରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇକରି ଏବଂ ତା ଗାଥାକୁ ନେଇକି ଆପଣମାନେ ଉପସ୍ଥାପନା କରିଛନ୍ତି। ୟାର ଭିତରେ ସବୁଠୁ ଆପଣ ଫେମସ୍ କୋଉ ଜାଗାରୁ ହେଲେ? କୋଣାର୍କ ହେଉଛି ପ୍ରକୃତରେ ଆମର ଜନ୍ମ ମାଟି ବୋଲି କହିଲେ ହେବନି ଏଙ୍କରିଂର।
କାରଣ ସେଠି ଗୁରୁ ଗଙ୍ଗାଧର ପ୍ରଧାନ ତାଙ୍କ ବିଷୟରେ କହିଲା ବେଳେ ରୁମ ଟାଙ୍କିରୁ ଉଠୁଛି। ସେ ହେଉଛନ୍ତି ଏମିତି ଗୋଟେ ଅଦ୍ୱିତୀୟ ଗୁରୁ, ଯିଏ କେବଳ ଓଡ଼ିଶୀ ନାଚୁନଥିଲେ, ପଖୱାଜ ବଜାଉନଥିଲେ, ସେ ଗୋଟେ ବହୁତ ବଡ଼ ମାନେ ଯାହା କୁହାଯାଏ ସଂଗଠକ ଥିଲେ। ମାନେ ଫାଦର ବା ମଦର ଅଫ୍ ଫେଷ୍ଟିଭାଲ ଇନ୍ ଓଡ଼ିଶା ହେଉଛନ୍ତି ଗୁରୁ ଗଙ୍ଗାଧର ପ୍ରଧାନ ଏବଂ କୋଣାର୍କ ଆନ୍ତର୍ଜାତୀୟ ସଙ୍ଗୀତ ନୃତ୍ୟ ମହୋତ୍ସବ। ତାଙ୍କର ସ୍ୱାତନ୍ତ୍ର୍ୟ କ'ଣ ଥିଲା? ଯେଉଁ ଶୃଙ୍ଖଳା, ଡିସିପ୍ଲିନ୍, ଏମିତି ଶୃଙ୍ଖଳା ଭିତରେ ବର୍ଷ ବର୍ଷ ଧରି ଆଙ୍କରିଂ କଲା ପରେ ଆମେ ଦେଖିଲୁ ଯେ ଯେଉଁଠି ଆଙ୍କରିଂ କଲୁ ସହଜ ଲାଗିଲା, ଯେଉଁଠି ଉପସ୍ଥାପନା କଲୁ ଅତି ସହଜ ଲାଗିଲା। କାରଣ ଯେଉଁଠି ଆପଣ ଶୃଙ୍ଖଳାର ଜ୍ଞାନ ଆପଣଙ୍କ ପାଖରେ ଅଛି, ଆଜି ମଧ୍ୟ ହୁଏତ ଆପଣ ଯଦି ଦେଖୁଥିବେ, ଆମେ ଏବେ ମଧ୍ୟ ଯେତେବେଳେ ମଞ୍ଚକୁ ଚଢ଼ୁ, ମଞ୍ଚକୁ ମୁଣ୍ଡିଆ ମାରୁ, ମଞ୍ଚକୁ ଭଗବାନ ବୋଲି ଭାବୁ, ଠାକୁରଙ୍କୁ ଆବାହନ କରୁ, ତାପରେ ମଞ୍ଚ ସଞ୍ଚାଳନ କରୁ। ନିଶ୍ଚିତ ଭାବରେ ଦେଖନ୍ତୁ 30 ବର୍ଷ ହେଲା ଯୋଉଭଳିଆ ଭାବେ ଆପଣ ଉପସ୍ଥାପନା କରୁଥିଲେ, ୟାର ଭିତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଯେତେ ସ୍ଥାନ ପାଇଛନ୍ତି, କୋଉ କ୍ଷେତ୍ରକୁ ନେଇକି ଆପଣ ସ୍ଥାନ ପାଇଛନ୍ତି? ଯେହେତୁ କି ଆପଣମାନେ ତ ଏଙ୍କରିଂ କରୁଥିଲେ, ତ କେତେଟା କାର୍ଯ୍ୟକ୍ରମରେ କରୁଛନ୍ତି ଏବଂ କେତେ ବର୍ଷ ପାଇଁ କରୁଛନ୍ତି? ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଯୋଉମାନେ ସ୍ଥାନ ପାଇଥିଲେ ସେମାନଙ୍କର କ'ଣ ରହିଥିଲା? ଏଇଟା ଗୋଟେ ବଡ଼ ବଢ଼ିଆ ପ୍ରଶ୍ନ, କିନ୍ତୁ ଏଥିରେ ଉତ୍ତର ହେଲା ଯେ ଆଙ୍କରିଂ କ୍ଷେତ୍ରରେ, ଉପସ୍ଥାପନା କ୍ଷେତ୍ରରେ ଏଇଟା ହେଉଛି ପ୍ରଥମ ରେକର୍ଡ ଭାରତର ଇତିହାସରେ। କାରଣ ଆଙ୍କରିଂକୁ ନେଇକି ଯେ ଆମର ଯେଉଁ ରେକର୍ଡ ଟାଇଟଲ ତାକୁ କହୁଛନ୍ତି ମ୍ୟାକ୍ସିମମ୍ ନମ୍ବର ଅଫ୍ କଲଚରାଲ ଶୋସ୍ ଏଙ୍କର୍ଡ ବାଇ କପୁଲ ଇନ୍ ଇଣ୍ଡିଆ। ଭାରତରେ ସର୍ବାଧିକ ଦମ୍ପତି ହିସାବରେ ଉପସ୍ଥାପନା କରିବାରେ ଆମେ ହେଉଛୁ ପ୍ରଥମ। 30 ବର୍ଷର ଇତିହାସ, ସେଥିରେ ଦମ୍ପତି ଏବଂ ଉପସ୍ଥାପନାର ସଂଖ୍ୟା ହେଉଛି 200ରୁ ଅଧିକ। ମାନେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତାକୁ 200 ବୋଲି କହିଛନ୍ତି, କିନ୍ତୁ ଆମ ହିସାବ ଯେତେବେଳେ କରିଛୁ 200ରୁ ଅଧିକ। ନିଶ୍ଚିତ ଭାବରେ ଆପଣମାନେ ଶୁଣୁଥିଲେ ଯେ ଏମିତି ମାନେ ଗୋଟେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛନ୍ତି, ଅନେକ ଜଣ ସ୍ଥାନ ପାଉଛନ୍ତି ବର୍ତ୍ତମାନ ସେ ସମୟରେ। କିନ୍ତୁ ଏମିତି ଗୋଟେ ଦମ୍ପତି ରହିଛନ୍ତି ଯେ କି ଦୀର୍ଘ 30 ବର୍ଷ ହେଲାଣି 200ରୁ ଉର୍ଦ୍ଧ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମ କରିକି ପ୍ରଥମ ଥର ଲାଗି ଭାରତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କେବଳ ଉପସ୍ଥାପନା ପାଇଁ ସ୍ଥାନ ପାଇଛନ୍ତି। ଏହାର ଭିତରେ ଯିଏକି ଇଂରାଜୀରେ ଉପସ୍ଥାପନା କରିକି ନିଜର ବେଶ ସ୍ୱତନ୍ତ୍ରତା ହାସଲ କରିଛନ୍ତି, ବେଶ ପରିଚୟ ଲାଭ କରିଛନ୍ତି। ମ୍ୟାଡାମ ରହିଛନ୍ତି ଯେ କି ଡକ୍ଟର ହୃଷିକେଶ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସୁଦୀପ୍ତା ପାଣିଗ୍ରାହୀ ରହିଛନ୍ତି। ଆମେ ତାଙ୍କ ସହିତ ଆଲୋଚନା କରିବା। କିଭଳି ଦେଖୁଛନ୍ତି, କେତେ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି। ଆମେ ଯେତେବେଳେ ଷ୍ଟାର୍ଟ କରିଥିଲୁ ଆମେ ଭାବିନଥିଲୁ ଯେ ଏମିତି କିଛି ରେକର୍ଡ ହବ। ଆମେ ଷ୍ଟାର୍ଟ କରିଥିଲୁ ଏଥିଲାଗି ଯେ ମତେ ଭଲ ଲାଗୁଥିଲା ଯେ ଯୋଉ ପ୍ରକାର ଆନାଉନ୍ସମେଣ୍ଟ ହଉଥିଲା ସେଥିରେ କିଛି ଚେଞ୍ଜ ଆଣିବା ପାଇଁ। କିନ୍ତୁ ଯେତେବେଳେ ଆମେ ଡେଲି ଫେଲି ଗଲୁ, ସେତେବେଳେ ଯେତେବେଳେ ଆମେ ଟିକେ ଷ୍ଟେଜ ଉପରକୁ ଗଲୁ ତ ପଚାରିଲୁ କ'ଣ କହିବୁ କ'ଣ ନାହିଁ। ତ ସେଠିକାର ଲୋକ କହିଲେ ଆପଣ ୟୁ ଆର୍ ଦ ମାଷ୍ଟର ଅଫ ଦ ସେରିମନି, ୟୁ ସୁଡ୍ ଡିସାଇଡ୍, ତୁମେ ଡିସାଇଡ୍ କରିବା ଦରକାର ତୁମେ କେମିତି ମାନେ ପୁରା ଫଙ୍କସନଟା କରିବ। ସେଥିରୁ ଆଇଡିଆ ଆସିଲା ନାଇଁ ପୁରା ଫଙ୍କସନଟାକୁ ଆମେ କେମିତି ସୁଚାରୁ ରୂପେ ଚଲେଇବୁ, ଦ୍ୟାଟ୍ ଇଜ ଦ ମାନେ ମୋଟିଭ। ଆଉ ଟାଇମ ଭିତରେ ଡିସିପ୍ଲିନର ସେନ୍ସ ଥାଇକି କଲଚରକୁ ଧରିକି ଏଟା କରିବା ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା। ତ ଚ୍ୟାଲେଞ୍ଜକୁ ଏକ୍ସେପ୍ଟ କରିବା ଆମ ଦୁଇ ଜଣ ଜାଗାରେ ଗୋଟେ ହବି। ତ ଆମେ ଚ୍ୟାଲେଞ୍ଜ ହିସାବରେ ତାକୁ ନେଲୁ। ବହୁତ ସକ୍ସେସଫୁଲ ୱେରେ ବହୁତ ବିଭିନ୍ନ ପାର୍ଟ ଅଫ ଇଣ୍ଡିଆରେ କଲୁ। ଲୋକ ଆପ୍ରିସିଏଟ କଲେ, ସ୍ନେହ ଦେଲେ, ଆମେ ଚାଲି ଆସୁଛୁ। ଆଗକୁ ଆପଣମାନଙ୍କର କ'ଣ ସବୁ ଆଶା ରଖିଛନ୍ତି? ଆଗକୁ ଆଉ କ'ଣ କରିବାର ଇଚ୍ଛା ରଖିଛନ୍ତି? ନାଇଁ ଇଚ୍ଛା ଏଇଆ ଅଛି ଆମେ ଆହୁରି କରିବୁ। ଯେମିତି ୱିଥ୍ ଏଜ୍ ସ୍ପିରିଚୁଆଲିଜମର ଗୋଟେ ଗ୍ରୋଥ ହଉଛି। ତ ମୁଁ ଭାବୁଛି ଯେ ମୁଁ ମୋରଲେସ୍ ଜଗନ୍ନାଥ ସଂସ୍କୃତି ଉପରେ, ସ୍ପିରିଚୁଆଲିଜମ ଉପରେ ଯେତେ ଶୋଜ୍ ହଉଛି, ବିଗ୍ ଶୋଜ୍ ହଉଛି, ସେ ଶୋଜ୍ ଗୁଡ଼ାକରେ ମୁଁ ମୋର କରିବି। କାହିଁକି ସେମିତି ସ୍ପିରିଚୁଆଲି ଯେଉଁ ଫଙ୍କସନ୍ ଗୁଡ଼ାକ ହଉଛି ସେଗୁଡ଼ାକ ଖାପଛଡ଼ା ଟାଇପ୍ର ହଉଛି। ସେଗୁଡ଼ାକ ଭିତରେ ଗୋଟେ ଡିସିପ୍ଲିନ ଆଣିବା ମୋର ଗୋଟେ ଉଦ୍ଦେଶ୍ୟ। ମୁଁ ଭାବୁଛି ସେଥିରେ ଆମେ ସକ୍ସେସଫୁଲ ହବୁ। ନିଶ୍ଚିତ ଭାବରେ ବହୁତ ଭଲ ଲାଗିଲା ଯୋଉଭଳିଆ ଭାବେ ବ୍ରହ୍ମପୁର ସହରରେ ଏମାନେ ବେଶ ପରିଚିତ। କେବଳ ବ୍ରହ୍ମପୁର ସହର ନାହିଁ, ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପରିଚିତ। କାହିଁକି ନା ଭାରତର ଏମିତି ଗୋଟେ ଦମ୍ପତି ଯୋଉମାନେ କି ଦୀର୍ଘ 30 ବର୍ଷ ଧରିକି 200ରୁ ଉର୍ଦ୍ଧ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ଉପସ୍ଥାପନା କରିକି ଆଜି ପ୍ରଥମ ଥର ଲାଗି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି, ଯୋଉଟା ବ୍ରହ୍ମପୁର ସହର ପାଇଁ ବେଶ ଗର୍ବ ଏବଂ ଗୌରବ। କେବଳ ବ୍ରହ୍ମପୁର ସହର ନାହିଁ, ଓଡ଼ିଶା ପାଇଁ ମଧ୍ୟ ଏଇଟା ବେଶ ଗର୍ବ ଗୌରବ। ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତିକୁ ନେଇକି ବିଶ୍ୱ ଦରବାରରେ ଆପଣମାନେ ପରିଚିତ କରିପାରୁଛନ୍ତି ଏବଂ ସମସ୍ତେ ଆଶା ମଧ୍ୟ ରଖିଛନ୍ତି ଆଗକୁ ଏଭଳି ଉପସ୍ଥାପନା ଜାରି ରହୁ ଏବଂ ଆଗକୁ ଏମିତି ସଫଳତା ଏବଂ ପ୍ରଶଂସା ମଧ୍ୟ ସାଉଣ୍ଡ କରନ୍ତୁ। ବ୍ରହ୍ମପୁରରୁ କ୍ୟାମେରା ପର୍ସନ ବିକ୍ରମ ଜେନାଙ୍କ ସହ ଇତିଶ୍ରୀ ସମାପିକା ମହାନ୍ତି, ନକ୍ଷତ୍ର ନ୍ୟୁଜ।